ବିଶ୍ୱାସର ଗୋଟେ କର୍ମ ରହିଛି। ବିଶ୍ୱାସର କର୍ମ ରହିଛି ଆଜ୍ଞା। ମନେ ମନେ ଭାବିକି ବସିବାଟା ନୁହେଁ ବିଶ୍ୱାସ। ଜାଣିଛି ମତେ ବିଶ୍ୱାସ ଅଛି, ମତେ ଜାଣିଛି ମତେ ବିଶ୍ୱାସ ଅଛି। ପବିତ୍ରୀକୃତ ହେବାର ଏକ ତରିକା ରହିଛି। କିଏ ପବିତ୍ର କରିବେ? କେମିତି ପବିତ୍ର କରିବେ? ଯୀଶୁଙ୍କ ରକ୍ତ ଆମ ମାନଙ୍କୁ ପରିଷ୍କାର କରେ। କେବେ କରେ? ପ୍ରଥମ ଯୋହନ 1:7, 1:6-7। ପ୍ରଥମ ଯୋହନ 1:6-7 ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି। ଭଲରେ ଶୁଣନ୍ତୁ, ପ୍ରଥମ ଯୋହନ 1:6 ପଢୁଛି। ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି। ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ, ତାହା ହେଲେ ଆମ୍ଭେମାନେ ମିଥ୍ୟାବାଦୀ ଆଉ ସତ୍ୟ ଆଚରଣ କରିନଥାଉ। ଆମେ ପ୍ରଭୁଙ୍କ ସହିତ ସହଭାଗିତା, ଆମର ସହଭାଗିତା ବଢିଆ ସହଭାଗିତା। ଆମେ ପ୍ରାର୍ଥନା କରୁ, ଆମେ ବାଇବେଲ ପଢୁ, ଆମେ ଗୀତ ଗାଉ। ଭଲ କଲ ଯେ ଜୀବନ କେମିତି ଅଛି? ଅନ୍ଧକାରରେ ଅଛି ବୋଲି କେମିତି ଜଣା ପଡିବ? ଅନ୍ଧକାରର କର୍ମ ଥାଏ। ଯଦି ଅନ୍ଧକାରର କର୍ମ ଆମ ଠାରେ ଦେଖାଯାଉଛି, ଆମେ ଷ୍ଟିଲ ଅନ୍ଧକାରରେ ଅଛୁ। ଆଉ ଆଲୋକରେ, ଜ୍ୟୋତିରେ, ଦୀପ୍ତିରେ ଅଛି ବୋଲି କେମିତି ଜଣା ପଡିବ? ଜ୍ୟୋତିର କର୍ମ ଥାଏ। କର୍ମ ଦ୍ୱାରା ଚିହ୍ନିବାର, ପୁଣି ଫଳ ଦ୍ୱାରା ଯେମିତି ଗଛକୁ ଚିହ୍ନିବାର, କର୍ମ ଦ୍ୱାରା ଲୋକମାନଙ୍କୁ ଚିହ୍ନିବାର ବୋଲି ବାଇବେଲ କହେ। ତାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି। ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ, ତାହେଲେ ଆମ୍ଭେମାନେ ମିଥ୍ୟାବାଦୀ ଆଉ ସତ୍ୟ ଆଚରଣ କରିନଥାଉ। କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପରର ସହଭାଗିତା ଅଛି। ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ। କବ ପରିଷ୍କାର କରେ? ଯୀଶୁଙ୍କ ରକ୍ତ କେବେ ପରିଷ୍କାର କରେ ଆମ୍ଭମାନଙ୍କୁ? ମନେ ମନେ ଭାବିଲେ, ମତେ ପ୍ରଭୁଙ୍କ ରକ୍ତରେ ମତେ ଦୈତ କରିଛି, ମୁଁ ବିଶ୍ୱାସ କରିଛି। ସବ ଗନ୍ଧିଆ ଭିଡିଓ ଦେଖୁଥିବ ଏମାନେ, ସବ ଗନ୍ଧିଆ ଜିନିଷ ଯାକୁ ଦେଖୁଥିବେ ଏମାନେ, ସବ ଗନ୍ଧିଆ ଚାଟିଂ ଯାକୁ କରୁଥିବେ ଏମାନେ। ନାଇଁ, ମତେ ପ୍ରଭୁ କ୍ଷମା କରିସାର, ମୋର ବିଶ୍ୱାସ ଏଟା। ଏମିତି ଟାଇପର ବିଶ୍ୱାସ ଫେକ୍, ଫ୍ରଡ, ଡମି ବିଶ୍ୱାସ ବୋଲି ବାଇବେଲ କହେ। ଯଦି ଆମ୍ଭେମାନେ ଜ୍ୟୋତିରେ ବାସ କରୁ, କାରଣ ସେ ଜ୍ୟୋତିର୍ନିବାସୀ। ଯଦି ଆମ୍ଭେମାନେ ଜ୍ୟୋତିରେ ବାସ କରୁ, ଆଉ ଯଦି ଆମ୍ଭେମାନେ କହୁ ଆମମାନଙ୍କର ସହଭାଗିତା ତାଙ୍କ ସହିତ ଅଛି, ତାହେଲେ ଆମେମାନେ ମଧ୍ୟ ତାଙ୍କ ସହିତ ଜ୍ୟୋତିରେ ହିଁ ବାସ କରିବୁ। ଯଦି ଜ୍ୟୋତିରେ ବାସ କରିବୁ, ତାହେଲେ ଆମମାନଙ୍କର ଜୀବନର ଦାଗ ପ୍ରକାଶ ପାଏ। जब उजियाले में आते हैं ना ज्योति में, ଆମ ଜୀବନ ଆମେ ଦର୍ପଣ ପାଖରେ ଠିଆ ହେଲେ ବେଳେ ଅନ୍ଧାରରେ ଦେଖନ୍ତି କି? ଲାଇଟ୍ ଲଗା, ଆଜିକାଲି ତ ଡ୍ରେସିଂ ଟେବୁଲ ପାଖରେ ଲାଇଟ୍ ଲାଗିଛି। ଆଜିକାଲି ବାଥରୁମର ବ୍ରଶ କରିବା ପାଖରେ ବି, ଦର୍ପଣ ପାଖରେ ବି ଲାଇଟ୍ ଥାଉଛି ଆଜିକାଲି। ନିଜକୁ ସଜାଇବା ପାଇଁ, ନିଜକୁ ପରିଷ୍କାର କରିବା ପାଇଁ वी नीड लाइट। हमें ज्योति चाहिए होता है। ନିଜକୁ ପରିଷ୍କାର କରିବା ପାଇଁ ବାକ୍ୟର ଜ୍ୟୋତି ନଥାଏ କି କଣ ପରିଷ୍କାର କରିବେ? ମଣ୍ଡଳୀ ମାନଙ୍କରେ ବାକ୍ୟ ନାହିଁ ଆଜିକାଲି। ଲୋକମାନେ ଦର୍ଶନ ଭାବବାଣୀରେ ନିର୍ଭର କରି ଚଳାଉଛନ୍ତି ଆଉ ଜୀବନ ସାରା। ଆଉ ବାଇବେଲକୁ ଧରିଲେ ଯଦି ଖାଲି ଆଶୀର୍ବାଦର ପଦ ପର୍ବ ଦେଖିକି ଚାଲିଛନ୍ତି, ଆଉ ସେଟାକୁ ହିଁ ବାକ୍ୟ ବୋଲୁଛନ୍ତି। ପରିଷ୍କାର କରିବାର ବାକ୍ୟ ନାହିଁ, ସୂଚି ପବିତ୍ର କରିବାର ବାକ୍ୟ ନାହିଁ ଆଜ୍ଞା। ଯଦି ସେ ଜ୍ୟୋତିର୍ନିବାସୀ ଅଟନ୍ତି, ଆଉ ଆମ୍ଭେ ମାନେ ଯଦି କହୁ ଆମେ ତାଙ୍କ ଠାରେ ସହଭାଗିତାରେ ଅଛୁ ବୋଲି, ତାହେଲେ ଆମ୍ଭେ ମାନେ ମଧ୍ୟ ତାଙ୍କ ସହିତ ଜ୍ୟୋତିରେ ବାସ କରିବୁ। ଆଉ ତାଙ୍କ ପୁତ୍ରଙ୍କର ରକ୍ତ ଆମ୍ଭ ମାନଙ୍କୁ ପ୍ରତ୍ୟେକ ପାପରୁ ପରିଷ୍କାର କରେ। ତ ଯଦି ଆମେ କହୁ କି ଆମେ ଯୀଶୁଙ୍କ ରକ୍ତରେ ଧୌତ ହେଇଛୁ, ତାହେଲେ ଆମ୍ଭ ମାନଙ୍କର ସହଭାଗିତା ତାଙ୍କ ସହିତ ରହିବା ଦରକାର ରହିଛି। ତାଙ୍କ ସହିତ ସହଭାଗିତା ଥିବା ଲୋକମାନେ ନିଜକୁ ବହୁତ ବହୁତ ପରିଷ୍କାର କରୁଥିବେ।
ତ ଆମ୍ଭମାନଙ୍କୁ ପବିତ୍ର କିଏ କରନ୍ତି? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଆମ୍ଭମାନଙ୍କୁ ପବିତ୍ର କରେ। ପ୍ରଥମରେ ରକ୍ତ ଦ୍ୱାରା ଧୌତ, ରକ୍ତ ନିମଜ୍ଜିତ, ରକ୍ତରେ ବୁଡ଼ିକି ଉଠିବାର ଅଛି। ମୁଁ ତ କହେ ରକ୍ତରେ ବାପ୍ତିସ୍ମ ବୋଲି ନାମ ଦେଇଛି। ମୁଁ ଜଳରେ ବାପ୍ତିଜିତ ହେବା ଆଗରୁ, ପବିତ୍ର ଆତ୍ମାରେ ବାପ୍ତିଜିତ ହେବା ଆଗରୁ ଜଳରେ ବାପ୍ତିଜିତ ହେବା ଆବଶ୍ୟକ। ଜଳରେ ବାପ୍ତିଜିତ ହେବା ଆଗରୁ ରକ୍ତରେ ବାପ୍ତିଜିତ ହେବା ଆବଶ୍ୟକ ବୋଲି ମୁଁ କହେ। ରକ୍ତରେ କେମିତି ବାପ୍ତିସ୍ମ? ଯେତେବେଳେ ତାଙ୍କର ଆମେ ପାପ ସ୍ୱୀକାର କରୁ, ତାଙ୍କ ସମ୍ମୁଖରେ ସବୁ ପାପ ସ୍ୱୀକାର କରୁ, ଧରୁ, କାନ୍ଦି କାନ୍ଦିକି କ୍ଷମା ମାଗୁ, ତାଙ୍କ ଗୋଡ଼ ଧରିକି ନିବେଦନ କରୁ, ଆଉ ପ୍ରତିଶ୍ରୁତି ଦେଉ କି ନା ପ୍ରଭୁ ଆଉ କେବେ ଗନ୍ଧିଆ କାମ ଯାକ କରିବି ନାହିଁ ବୋଲି, ସେତେବେଳେ ଯାଇକି ତାହାଙ୍କରି ରକ୍ତ ଆମ୍ଭମାନଙ୍କୁ ଧୌତ କରେ। ଆମମାନଙ୍କୁ କୋଉଟା ଧୌତ କରେ? ଆମ୍ଭମାନଙ୍କର ବିବେକକୁ ଧୌତ କରେ। ଏବ୍ରୀ 9:14, ଏବ୍ରୀ ପତ୍ରିକା 9:14 ଏଇ ସବୁ ପଢନ୍ତୁନି ଆଜ୍ଞା। ବାଇବେଲରେ ଖାଲି ବ୍ଲେସିଂ 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 ର ପଦ ହିଁ ପଢୁଥିବାର, ଯିବେ ସ୍ୱର୍ଗକୁ ଆରାମରେ। ଏବ୍ରୀ 9:14 ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ୱରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ। ୱାଓ, କ୍ୟା କଣ ଲେଖା ଅଛି? ଯୀଶୁ ଖ୍ରୀଷ୍ଟଙ୍କର ସେହି କଣ ନିଖୁନ୍ତ ବଳି ସ୍ୱରୂପେ ଈଶ୍ୱରଙ୍କ ନିକଟରେ ଯାହା ଉତ୍ସର୍ଗ କଲେ ନିଜକୁ, ସେହି ଯୀଶୁଙ୍କର ରକ୍ତ ଧରି ପବିତ୍ର ଆତ୍ମା, ଚିରନ୍ତନ ଆତ୍ମା ଯୀଶୁଙ୍କ ରକ୍ତ ଧରି ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ କରିବ। ପୁଣି ଆଜ୍ଞା ବିବେକ ଶୁଦ୍ଧ ହେବାର ଅଛି ରକ୍ତରେ। ଯାହାର ବିବେକ ରକ୍ତରେ ଶୁଦ୍ଧ ହେଇଛି ସେ ଯାଇକି ବାପ୍ତିସ୍ମରେ ବୁଡେ। ଯେ ବାପ୍ତିସ୍ମରେ ବୁଡ଼ିଲା ତାକୁ ପବିତ୍ର ଆତ୍ମା ଦିଆଯାଏ। ବିବେକ ଯାଇକି ରକ୍ତରେ ବୁଡୁଛି, ଶରୀର ଯାଇକି ପାଣିରେ ବୁଡୁଛି, ଆତ୍ମା ଯାଇକି ଆତ୍ମାରେ ବୁଡୁଛନ୍ତି। ତିନିଟା ବାପ୍ତିସ୍ମ ବୋଲି କହେ ମୁଁ। ସେଥିପାଇଁ ସାକ୍ଷ୍ୟ ଦେବା ଲୋକ 3 ଜଣ ବୋଲି କହନ୍ତି ପ୍ରଥମ ଜହନ 5:8ରେ। ରକ୍ତ, ଜଳ और ଆତ୍ମା। ପଢିଲେ କି ନାହିଁ? ପଢିଦେବା। କାହିଁକି ହାୱାରେ କାହିଁକି କଥା ହେବା? ପ୍ରଥମ ଜହନ 5:7-8 ଆତ୍ମା, ଜଳ ଓ ବାକ୍ୟ, ଏହି 3 ସ୍ୱର୍ଗରେ ସାକ୍ଷ୍ୟ ଦିଅନ୍ତି, ପୁଣି 3 ଏକ ଅଟନ୍ତି। ଏହି ପୃଥିବୀରେ ଆତ୍ମା, ଜଳ ଏବଂ ରକ୍ତ ସାକ୍ଷ୍ୟ ଦିଅନ୍ତି ଏବଂ ସେମାନେ ଏକ। କିଏ ସାକ୍ଷ୍ୟ ଦିଅନ୍ତି? ପୁଣି ଆମେ ଧୌତ ହେଇଛୁ, ଆମେ ପବିତ୍ର ଲୋକ ବୋଲି। ଆତ୍ମା, ଜଳ ଆଉ ରକ୍ତ। ଏବେ ଆତ୍ମା ତ ବୁଝିପାରୁଛୁ ଈଶ୍ୱରଙ୍କର ଆତ୍ମା, ରକ୍ତ ବି ବୁଝିପାରୁଛୁ ଯୀଶୁଙ୍କ ରକ୍ତ। ଜଳ ଗୋଟେ ଜଳ ଆମର ବାଲ୍ଟିର ପାଣି ବୋଲୁଛନ୍ତି କି ନା? ନଦୀରେ ଯୋଉଠି ବାପ୍ତିସ୍ମ ନଦୀର ପାଣି ବୋଲୁଛନ୍ତି? ନା 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 ନା। ଏଫେସୀ ପତ୍ରିକାକୁ ଆସନ୍ତୁ, ଜଳ ମାନେ କଣ ବୁଝିବେ। ଏଫେସୀ ପତ୍ରିକା 5:27 ପଢିବାର ଅଛି ଯେ, ଠିକ ଅଛି 27 ପଢୁଛି, 5:27, ଏଫେସୀ 5:27। ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷ ରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ସେହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି। ଟିକେ ଉପର ପଢିବାକୁ ବାଧ୍ୟ। ଆଉ 25 ପଢୁଛି, ଓକେ 5:25 ଏଫେସୀ। ହେ ସ୍ୱାମୀ ମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ
କଲେ ତୁମେ ମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀ ମାନଙ୍କୁ ପ୍ରେମ କର, ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି। ବାକ୍ୟ ମାନେ କଣ? ବାକ୍ୟ ଓ ଜଳ ପ୍ରକ୍ଷାଳନ ନୁହେଁ, ବାକ୍ୟ ରୂପ ଜଳ ପ୍ରକ୍ଷାଳନ। ବାକ୍ୟ ଆଉ ଜଳ ନାହିଁ ଏଠି, ବାକ୍ୟ रूप जल प्रक्षालन। कि उसको वचन के द्वारा जल के स्नान से शुद्ध करके पवित्र बनाए। वचन रूपी जल जेतेबेले पेंटिकोस दिवस 300 लोक मैंने बाप्तिजित हेले जलरे बाप्तिजित हेबा पूर्वरु से माने वाक्य रे पूर्ण हेले। आगे वाक्य से माने सुसमाचार सुनिले, चेतनामूलक वाक्य सुनिले, संशोधनमूलक वाक्य सुनिले, से मानको पापरु परिष्कार करिबार वाक्य सुनी वाक्य को सम्मत हेला परे जाइकी बाप्तिजित हेले। तो आगे बाप्तिस्म नुहे, आगे वाक्य ओटे पढ़िबे कि 2:41 प्रेरित 2:41 प्रेरित 2:41 सेथिरे जेउ माने ताहाको वाक्य ग्रहण कले से माने बाप्तिजित हेले। आ सेही दिन प्राय 300 लोक मंडली सहित संयुक्त हेले। वाक्य नो शुणिकी बाप्तिस्म नेबाटा वैलिड नुहे। वाक्य नो शुणिकी कोटा वाक्य माने कोटा आशीर्वाद पद पर्व शुणवाटा नहीं, परिष्कृत वाक्य, संशोधन करिबा वाक्य, आपणकर पाप को खंडन करिबार वाक्य, आपणक पापर परिष्कार करिबार वाक्य, आपणक अनुताप कराइबार वाक्य, आपणक कंधाइबार वाक्य, आपण माने छाती पिटी विलाप कराइबार वाक्य सुनिला परे प्रभु मु पापे अटे मते क्षमा कर। बुझली प्रभु आपणकर वाक्य सुनिकी मु बुझी सारली प्रभु मु पापे अटे प्रभु तुम रक्त छड़ा मते आ कोटा भी प्रभु शुद्ध सूची करिबो नै मु जानी पारली प्रभु आई एम सॉरी। वाक्य सुनला पर जो अनुताप आसे ने कि आ गया ताहा अटे एक्चुअली जल प्रक्षालन, वाक्य रूप जल एक्चुअली। नदीर पानी हमको परिष्कार करे नहीं, नदी रे बाप्तिस्म ने कि बुड़ी बाटा एक बाहिक एक साक्षी अटे कि आमे 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 प्रभुंकर संतान है कि ग्रहण करा जाइछु, मंडली रे ग्रहणित हेइछु बोली एक एक पब्लिक एक्टिविटी अटे। बाप्तिस्म रक्षा करे नहीं हम माननकु, खाली आउटवर्ड आम ओपनली आमे 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 साक्षी देउछु पुणी बाप्तिस्म द्वारा कि नहीं मु प्रभु को पाख को जाउछि बोली। ओपन टेस्टिमनी गोटे एक्टिविटी ओटे। बाप्तिस्म नेबा पूर्वर माने वाक्य सुनिबा दरकार, वाक्य परिष्कार करे, वाक्य रूप जल से आम को प्रक्षालन करती, परिष्कार करती, पवित्र करती, तापर बाप्तिस्म दिया जाए। जे बाप्तिस्म देइछि ताको पवित्र आत्मा दिया जाए। तो जीसु को रक्त आम मान को पवित्र करे। प्रथम जहन 1:7 तांकरी वाक्य आम मान को परिष्कार करे, पवित्र करे। एफएसी 5:26-27 हैं पवित्र आत्मा आम्भ मान को परिष्कार करती। प्रथम करती 6:11 प्रथम करती 6:11 आओ तुम्भ मानक मध्यरु केही केही एही प्रकार थिलो, किंतु प्रभु जीशु ख्रीष्ट को नाम रे और आम्भ मानक ईश्वर को आत्मा द्वारा तुम्भे माने धौत होइछ,
ପବିତ୍ରୀକୃତ ହୋଇଅଛ, ଅଧାର୍ମିକ ବୋଲି ଗଣିତ ହୋଇଅଛ। ପବିତ୍ର ଆତ୍ମା ଧୌତ କରନ୍ତି। କେମିତି ପବିତ୍ର ହୁଏ ମଣ୍ଡଳୀ? ଯୀଶୁଙ୍କ ରକ୍ତ ଦ୍ୱାରା। ଯଦି ତାଙ୍କ ସହିତ ସହଭାଗିତାରେ ଅଛୁ, ଯଦି ତାଙ୍କ ସହିତ ଜ୍ୟୋତିରେ ଅଛୁ ଆମେ ମାନେ, ତାହେଲେ ଯୀଶୁଙ୍କ ରକ୍ତ ଆମମାନଙ୍କୁ ପରିଷ୍କାର କରେ। ନମ୍ବର 2, ଯଦି ପ୍ରଚୁର ବାକ୍ୟକୁ ଧରିଛନ୍ତି ଆପଣ ମାନେ, ପରିଷ୍କାର କରିବା ବାକ୍ୟକୁ ଧରିବାର ଆଜ୍ଞା, ଖାଲି ପ୍ରତିଜ୍ଞାର ବାକ୍ୟ, ଆଶୀର୍ବାଦର ପ୍ରଚାର ଆମମାନଙ୍କୁ ପବିତ୍ର କରେ ନାହିଁ। ସବୁ ଅଧର୍ମରୁ ଆମମାନଙ୍କୁ ଦୂର କରିବା ବାକ୍ୟକୁ ଗ୍ରହଣ କରିକି ଦେଖନ୍ତୁ, ପରିଷ୍କୃତ ହେବେ। ଏଣ୍ଡ ପବିତ୍ର ଆତ୍ମା, ଯୋଉଠି ରକ୍ତ ନାହିଁ, ଯୋଉଠି ଅନୁତାପ ନାହିଁ, ସେଠାରେ ରକ୍ତ ଧୋଏନି ସେମାନଙ୍କୁ। ଯେଉଁଠାରେ ବାକ୍ୟ ନାହିଁ ସେଠାରେ ପରିଷ୍କାର ନାହିଁ। ଯେଉଁଠାରେ ପବିତ୍ର ଆତ୍ମା ନାହାନ୍ତି ସେଠାରେ ଧୌତ ହେଉନାହାନ୍ତି। ଏଥିରେ ଚିହ୍ନନ୍ତୁ କେତେ ଖ୍ରୀଷ୍ଟିଆନ ମାନଙ୍କର ଲାଇଫ ପବିତ୍ର ଅଛି। ଖ୍ରୀଷ୍ଟିଆନ ମାନେ ଅଛନ୍ତି ବହୁତ ଗୁଡାଏ, ମଣ୍ଡଳୀ ଅଛି ବହୁତ ଗୁଡାଏ, ସଭା ଗୁଡିକ ଅଛି ବହୁତ ଗୁଡାଏ, ବକ୍ତା ମାନେ, ପାଳକ प्रचारक ମାନେ ଅଛନ୍ତି बहुत गुड़ाए। बट ये 3 चीज जहां पे नहीं है ना, वहां पे पवित्रता नहीं है। और जहां पवित्रता नहीं है वो लोग जाएंगे नहीं आगमन रे। शुद्ध चित्त लोक के ही धन्य, जो पवित्रता विहीन केही ईश्वरको दर्शन करि पारिबे नहीं। ताहा धरि रख, पवित्रता धरि रखिबार